ନାଇଁ ମୁଁ ତ ଜାଣିପାରୁନି କ'ଣ ପାଇଁ ସେ ବାରମ୍ବାର ଏଇ ଟାଇପ୍ର ଅଟକାଉଛନ୍ତି। ଆମରି ବାଟ ଦେଇକି ତ ମାଛ ଯାଉଛି, ଆମରି ବାଟ ଦେଇକି ଅଣ୍ଡା ଦେଇ ଯାଉଛି। ନିର୍ବାଚନ ପ୍ରତିଶ୍ରୁତି ଆମେ ପାଳନ କରୁଛୁ, ଗୋଟେ ଗୋଟେ ଅକ୍ଷର ସହିତ ଆମେ ପାଳନ କରୁଛୁ। ଆମେ ସୁଭଦ୍ରା ଯୋଜନା ଆଡପ୍ଟ କଲୁ, ଆମେ ଆମେ ଇଏ ଜଗନ୍ନାଥ ମନ୍ଦିର ଚାରିଦ୍ୱାର ଖୋଲିଲୁ, ରତ୍ନ ଭଣ୍ଡାର ଖୋଲିଲୁ। ଆଉ ଅବିକା ଧାନ କୁଇଣ୍ଟାଲ ପିଛା 3100 ଟଙ୍କା ଦେବା ଆରମ୍ଭ କରିଦେଇଛୁ। ମଣ୍ଡି ଗୁଡ଼ାକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି, ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହୋଇଗଲାଣି, ସବୁ କାର୍ଯ୍ୟ ଠିକ୍ ଭାବରେ ଚାଲିଛି। ନିଶ୍ଚିତ ଭାବରେ ସେ ସବୁଗୁଡ଼ାକ ଉପରେ ରିପୋର୍ଟ ନେବେ। ନାଇଁ, ଆଳୁ ପାଇଁ ସମସ୍ୟା ହେବ ନାହିଁ। ଆମେ ଅନ୍ୟ ରାଜ୍ୟମାନଙ୍କରୁ ଆଳୁ ଆଣିବା ପାଇଁ ପ୍ରସ୍ତୁତ ହେଲୁଣି। ଆଉ ତା ପାଇଁ ମଧ୍ୟ ସନ୍ଧ୍ୟାବେଳେ ଆହୁରି ଗୋଟେ ମିଟିଂ ଆମର ଅଛି, ଆମେ ତୁରନ୍ତ ବ୍ୟବସ୍ଥା କରିଦେବୁ। କଞ୍ଜୁମରମାନଙ୍କର କୌଣସି ଅସୁବିଧା ହେବ ନାହିଁ। ନାଇଁ ମୁଁ ତ ଜାଣିପାରୁନି କ'ଣ ପାଇଁ ସେ ବାରମ୍ବାର ଏଇ ଟାଇପ୍ର ଅଟକାଉଛନ୍ତି। ଆମରି ବାଟ ଦେଇକି ତ ମାଛ ଯାଉଛି, ଆମରି ବାଟ ଦେଇକି ଅଣ୍ଡା ଦେଇ ଯାଉଛି, ବିଭିନ୍ନ ଖାଦ୍ୟ ଯାଉଛି। ସେମିତି କରିବା ଉଚିତ ନୁହଁ। ଆଉ ସେ ବାରମ୍ବାର ତାଙ୍କ ମାନେ ମନକୁ କ'ଣ ଆସୁଛି ସେ ଅଟକାଉଛନ୍ତି। ଆଉ ହଁ, ଜଣାପଡ଼ୁଛି ତାଙ୍କର ଭଉଣୀ ଭାଇଙ୍କ ଭିତରେ କ'ଣ ସମ୍ପର୍କ ମୁଁ ଜାଣିପାରୁନାହିଁ। ଯଦି ଭାଇ କହିଥିବେ ଭଉଣୀ ଅଟକାଇଥିବେ କ'ଣ ହେଇଥିବ, କିମ୍ବା ଆଉ କିଏ ଚିଠି କ'ଣ ଲେଖିଥିବ। କାରଣ ବାରମ୍ବାର ଚିଠି ତ ଲେଖାଯାଉଛି, ଆଳୁ ଚିଠି ଯଦି ଯାଇଥିବ ଭାରି, ତେଣୁ ମୁଁ ତାକୁ ଇନକ୍ୱାରି କରି ଦେଖିବି। କିନ୍ତୁ ପ୍ରତିଶୋଧ ଦେଉଛୁ, ଖାଉଟିମାନଙ୍କର କିଛି ଅସୁବିଧା ହେବ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।